ବାଲେଶ୍ୱର ସହର ଚାରିପାଖରେ ଏବେ ମୃତ୍ୟୁର ବଳୟ। ଚାନ୍ଦିପୁର ଠାରୁ ଆରମ୍ଭ କରି ଖନ୍ତାପଡ଼ା, ଶେରଗଡ଼, ବଡ଼ଗାଁ, ରେମୁଣା ସବୁ ଜାଗାରେ ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟ। ଆଉ ଏ ପ୍ଲାଣ୍ଟରେ ବ୍ୟବହୃତ ହୁଏ ଏମୋନିଆ ଗ୍ୟାସ୍। ଯେଉଁ ଗ୍ୟାସ୍ଟି ଯଦି ଥରେ ଲିକ୍ ହୁଏ ମଣିଷ ବଞ୍ଚିବା କଷ୍ଟକର ହୋଇଯାଏ ଏବଂ ନିଶ୍ୱାସ ପ୍ରଶ୍ୱାସ ମଧ୍ୟ ନେଇପାରେ ନାହିଁ। ଯାଞ୍ଚ କରିବାକୁ କେହି ନାହିଁ। ସବୁ ଦିଆନିଆରେ ପ୍ରଶାସନ ଖେଳୁଛି ଲୋକଙ୍କ ଜୀବନ ସହ। କିଛି ଦିନ ପୂର୍ବରୁ ଖନ୍ତାପଡ଼ାଠାରେ ଥିବା ଫାଲକନ ଚିଙ୍ଗୁଡ଼ି ପ୍ଲାଣ୍ଟରୁ ଗ୍ୟାସ୍ ଲିକ୍ ହୋଇଥିଲା। ସେହିଭଳି ଶେରଗଡ଼ର ହାଇଲ୍ୟାଣ୍ଡ ଚିଙ୍ଗୁଡ଼ି ପ୍ଲାଣ୍ଟରୁ ଗ୍ୟାସ୍ ଲିକ୍ ହୋଇଥିଲା ଏବଂ ହଜାର ହଜାର ଲୋକ ଆକ୍ରାନ୍ତ ହୋଇଥିଲେ। ଗତକାଲି ପୁଣି ଶେରଗଡ଼ ସ୍ଥିତ ଗଡ଼ିଆମାଳ ଛକର ସ୍ନୋ ୱାର୍ଲ୍ଡ ଚିଙ୍ଗୁଡ଼ି ପ୍ଲାଣ୍ଟରୁ ଗ୍ୟାସ୍ ଲିକ୍ ହୋଇ ବହୁ ଲୋକ ଗ୍ୟାସ୍ରେ ଆକ୍ରାନ୍ତ ହୋଇ ନୀଳଗିରି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଗ୍ୟାସ୍ ଲିକ୍ ଉପରେ ଅଙ୍କୁଶ ଲାଗିବ କେବେ? କ'ଣ ହଜାର ହଜାର ଲୋକ ମଲା ପରେ ଏ ପ୍ରଶାସନର ଚେତା ପଶିବ କି? ତୁରନ୍ତ ତଦନ୍ତ କରାନଗଲେ ସ୍ଥାନୀୟ ଜନସାଧାରଣ ଏହିସବୁ ଚିଙ୍ଗୁଡ଼ି ପ୍ଲାଣ୍ଟକୁ ବନ୍ଦ କରିବାକୁ ଏବେ ଅଣ୍ଟା ଭିଡ଼ିଲେଣି।